केमिति अछ? ठीक अछ? पिलामाने विगत श्रेणी मानकरे तुम साहित्य सुरभि बहिर आस उत्कलीय कवितार अनेक अंश आलोचना करा जाइछि। आज आमे से आस उत्कलीय कवितार अष्टम अंशटी को आलोचना करिबा। कविताटी को आवृत्ति करिबा, ता सहित अनेक प्रश्नावलीर उत्तर मध्य समस्ते मिलिमिशि देबा। पिलामाने ए चित्रटी तमे देखि पारुछ? अच्छा कहिल, ए चित्र रे तमे कौन कौन देखुछ? ए चित्र रे गोटे पिलाटे ब्रिटिश सैन्य मानंकु अटकाउछ। अच्छा कहिल, ए पिलाटीर ना कौन? कुह, पिलाटीर ना कौन? हाँ, ए हेले वीर बाजी राउत। तमे तांको विषय रे जानिछ? तमे तांको विषय रे जानिछ? चलो आमे गोटे पद्यांश माध्यम रे बाजी राउतଙ୍କ विषय रे जानिबा। मु पद्यांश को आवृत्ति करूची, तमे माने सुनो। बाजी राउतर नालुची नाही, मुकति पथर सैनिक सेही, तरपण कर सेना चारी, स्वाधीन संग्राम पुराण फी। बाजी राउतर नालुची नाही, मुकति पथर सैनिक सेही, तरपण कर सेना चारी, स्वाधीन संग्राम पुराण फी। बाजी राउतर नालुची नाही, मुकति पथर सैनिक सेही, तरपण कर सेना चारी, स्वाधीन संग्राम पुराण फी। बाजी राउतर नालुची नाही, मुकति पथर सैनिक सेही, तरपण कर सेना चारी, स्वाधीन संग्राम पुराण फी। बाजी राउतर नालुची नाही, मुकति पथर सैनिक सेही, तरपण कर सेना चारी, स्वाधीन संग्राम पुराण फी। बाजी राउतर नालुची नाही, मुकति पथर सैनिक सेही, तरपण कर सेना चारी, स्वाधीन संग्राम पुराण फी। बाजी राउतर नालुची नाही, मुकति पथर सैनिक सेही, तरपण कर सेना चारी, स्वाधीन संग्राम पुराण फी। अच्छा पिला माने, केते सुंदर कविता आवृत्ति थिला नहीं? तमे माने कविता रो कौन बुझिलो कह तो? हाँ, ये थिला आमो वीर बाजी राउत बाबदरे। तमे माने जानिछ, बाजी राउत ओडिशार एक श्रेष्ठ कार्य करिथिले। से 1930 मसीहारे इंग्राजी सेना द्वारा जेतेबेले आक्रमण हेउथिला, तांकर साहसी कार्य पाई से समय रे से उल्लेखनीय थिले। से केउ सेनापति समय रे सेनार मुखसूत्र जेउठारे से यात्रा करिथिले। चलो एबे आमे पद्यांश को भल भाबरे बुझिबा। बाजी राउतर ना लुचि नाही, मुकति पथर सैनिक सेही। बाजी राउतर ना लुचि नाही, मुकति पथर सैनिक सेही। पिलामाने
ବାଜି ରାଉତଙ୍କ କଥା ମୁଁ କହିଲି ତମମାନଙ୍କୁ। ଏବେ ଏଇ ପଦ୍ୟାଂଶର ଗୋଟେ ଗୋଟେ ଆକ୍ଷରିକ ଅର୍ଥ ବୁଝିବା। ଏ ହେଲେ ବାଜି ରାଉତ। ବାଜି ରାଉତର ନାଁ ଲୁଚି ନାହିଁ। ଏହାର ଅର୍ଥ ହେଉଛି ବାଜି ରାଉତଙ୍କ ନାମ କେବେ ବି ଲୁଚି ରହିବ ନାହିଁ। ବାଜି ରାଉତ ଆଜି ଆମ ଗହଣରେ ସିନା ନାହାନ୍ତି, କିନ୍ତୁ ତାଙ୍କର ନାମ ଆଉ ବଳିଦାନ ଓଡ଼ିଶା ଇତିହାସରୁ କେବେ ବି ଲିଭିବ ନାହିଁ। ମାତ୍ର 12 ବର୍ଷ ବୟସରେ ସେ ଦେଶ ପାଇଁ ଯେଉଁ ସାହସ ଦେଖାଇଥିଲେ ତାହା ତାଙ୍କୁ ଚିର ଅମର କରି ରଖିଛି। ଦେଖୁଛ କେତେ ମହାନ ବଳିଦାନ ତାଙ୍କର। ସେ ଚିରସ୍ମରଣୀୟ ମୁକତି ପଥର ସୈନିକ। ସେ ଏଠାରେ ବାଜି ରାଉତଙ୍କୁ ଜଣେ ମୁକ୍ତି ପଥର ସୈନିକ ବୋଲି ମଧ୍ୟ କୁହାଯାଇଛି। ସେ କୌଣସି ପଦବୀଧାରୀ ସୈନିକ ନଥିଲେ, କିନ୍ତୁ ସ୍ୱାଧୀନତା ପାଇଁ ସେ ଜଣେ ନିର୍ଭୀକ ସୈନିକ ଭଳି ଇଂରେଜ ସରକାରଙ୍କୁ ବିରୋଧ କରିଥିଲେ। ଆଉ ଜାଣିଛ, ସେ ମୁକ୍ତି ବା ସ୍ୱାଧୀନତା ପଥର ଜଣେ ସୈନିକ ଥିଲେ। ଏଇ ଧାଡ଼ି ଗୁଡ଼ିକ ଜଣେ କିଶୋର ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ବଳିଦାନ ଏବଂ ସାହସକୁ ପ୍ରଶଂସା କରେ, ଯିଏକି ଇଂରେଜମାନଙ୍କ ଗୁଳିରେ ଦିନେ ଶହୀଦ ହୋଇଥିଲା। ପରବର୍ତ୍ତୀ ପଦକୁ ଯିବା, ଚାଲ। ଦେଖ ପିଲାମାନେ, ଏ ହେଉଛନ୍ତି ସେହି ବୀର ବାଜି ରାଉତ, ଯିଏକି ଭାରତର କନିଷ୍ଠତମ ଶହୀଦ, ଯାହାଙ୍କୁ ମାତ୍ର 12 ବର୍ଷ ବୟସ ହୋଇଥିଲା। ଘଟଣା ଥିଲା 1938 ମସିହା ଅକ୍ଟୋବର 11 ତାରିଖ ଦିନ କଥା। ସେଦିନ ରାତିରେ ବ୍ରାହ୍ମଣୀ ନଦୀ ପାର ହେବା ପାଇଁ ଜିଦ୍ ଧରିଥିବା ଇଂରେଜ ପୋଲିସଙ୍କୁ ସେ ଡଙ୍ଗା ଦେବାକୁ ମନା କରିଦେଇଥିଲେ, ଯେଉଁଥିପାଇଁ ଇଂରେଜମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଜାଣିଛ, ସେ ଜଣେ ଗରିବ ନାଉରିଆ ପରିବାରର ପୁଅ ଥିଲେ ଏବଂ ଅଳ୍ପ ବୟସରୁ ବ୍ରାହ୍ମଣୀ ନଦୀରେ ଡଙ୍ଗା ଚଳାଇ ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଦେଖୁଛ ତ, ତୁମରି ପରି ଛୋଟ ପିଲାଟେ, କିନ୍ତୁ ତାଙ୍କର ମହାନତା କେତେ ଅଧିକ। ତାଙ୍କର ପ୍ରଜାମଣ୍ଡଳ ଆନ୍ଦୋଳନ କଥା ଜାଣିଛ? ଦେଖ, ସେତେବେଳେ ଢେଙ୍କାନାଳରେ ବ୍ରିଟିଶ ଓ ସ୍ଥାନୀୟ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ପ୍ରଜାମଣ୍ଡଳ ଆନ୍ଦୋଳନ ଚାଲିଥିଲା। ମାତ୍ର 12 ବର୍ଷର ବାଜି ରାଉତ ଏହି ଆନ୍ଦୋଳନର ବାନର ସେନାରେ ସାମିଲ ହେଇଥିଲେ। ତାଙ୍କ ବଳିଦାନ କଥା କହୁଛି ଶୁଣ। 1938 ମସିହା ଅକ୍ଟୋବର 11 ତାରିଖ ରାତିରେ ସେ ବ୍ରିଟିଶ ପୋଲିସଙ୍କୁ ବ୍ରାହ୍ମଣୀ ନଦୀ ପାର ହେବା ପାଇଁ ମନା କରିଦେଇଥିଲେ, କିନ୍ତୁ ବାଜି ରାଉତ ନିର୍ଭୟରେ ସେମାନଙ୍କୁ ନଦୀ ପାର କରାଇବାକୁ ମନା କରିଦେଇ, ପିଲାମାନେ ପ୍ରଜାମଣ୍ଡଳ ଆନ୍ଦୋଳନ କ'ଣ ଜାଣିଛ? କହୁଛି ଶୁଣ। ସେତେବେଳେ ଢେଙ୍କାନାଳରେ ବ୍ରିଟିଶ ଆଉ ସ୍ଥାନୀୟ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଗୋଟିଏ ଆନ୍ଦୋଳନ ଚାଲିଥିଲା, ଯାହାକୁ ପ୍ରଜାମଣ୍ଡଳ ଆନ୍ଦୋଳନ ବୋଲି କୁହାଯାଏ। ମାତ୍ର 12 ବର୍ଷ ବୟସର ବାଜି ରାଉତ ସେହି ଆନ୍ଦୋଳନର ବାନର ସେନାରେ ସାମିଲ ହେଇଥିଲେ। ଜାଣିଛ, ବାଜି ରାଉତଙ୍କ ସେଇ ମହାନ ବଳିଦାନ ଆଜି ବି ଜାଣିଛ, ବାଜି ରାଉତଙ୍କ ସେହି ମହାନ ବଳିଦାନ ଆଜି ବି ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରେ। ପ୍ରସିଦ୍ଧ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ସ୍ମୃତିରେ ବାଜି ରାଉତ ନାମକ ଏକ କାବ୍ୟ ରଚନା କରିଛନ୍ତି। ପିଲାମାନେ, ଏବେ ପରବର୍ତ୍ତୀ ପଦ୍ୟାଂଶକୁ ବୁଝିବା। ତର ପଣକର ସେନାମ ଉଚ୍ଚାରେ ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ। ତର ପଣକର ସେନାମ ଉଚ୍ଚାରେ ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ। ଏହି ପଂକ୍ତି ଗୁଡ଼ିକ ଆମ ଦେଶପ୍ରେମ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ବିଷୟରେ କହୁଛି। ଜାଣିଛ, ତର ପଣକର ସେନାମ ଉଚ୍ଚାରି ଏହି ପଦ୍ୟାଂଶର ଅର୍ଥ କ'ଣ? ଏହାର ଅର୍ଥ ହେଉଛି, ଯେଉଁ ମହାନ ବ୍ୟକ୍ତିମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି
ସେମାନଙ୍କ ନାମ ଉଚ୍ଚାରଣ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ବା ତର୍ପଣ କରିବା। ଏହା ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବାକୁ ଆହ୍ୱାନ କରୁଛି। ପିଲେ, ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ ଏହାର ଅର୍ଥ କ'ଣ ଜାଣିଛ? ଏହାର ଅର୍ଥ ହେଉଛି ସ୍ୱାଧୀନତା ସଂଗ୍ରାମର ଇତିହାସ ବା ପୁରାଣକୁ ଖୋଲିବା ବା ପ୍ରକାଶ କରି ସେଥିରେ ଲିଖିତ ବୀରତ୍ୱର କାହାଣୀ ସମ୍ପର୍କରେ ଜାଣିବା ଆଉ ଅନ୍ୟମାନଙ୍କୁ ଜଣାଇବା ମଧ୍ୟ। ପିଲେ, ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ ଏହାର ଅର୍ଥ ହେଉଛି ସ୍ୱାଧୀନତା ସଂଗ୍ରାମର ଇତିହାସ ବା ପୁରାଣକୁ ଖୋଲିବା ବା ପ୍ରକାଶ କରି ସେଥିରେ ଯେଉଁ ଲିଖିତ ବୀରତ୍ୱର କାହାଣୀ ସମ୍ପର୍କରେ ଅଛି ତାହାକୁ ଜାଣିବା ଆଉ ଅନ୍ୟମାନଙ୍କୁ ଜଣାଇବା ମଧ୍ୟ। ପିଲାମାନେ, ଚାଲ ଆଉ ଥରେ এই କବିତାଟିକୁ ଆବୃତ୍ତି କରିବା। ବାଜିରାଉତର ନାଁ ଲୁଚି ନାହିଁ, ମୁକତି ପଥର ସୈନିକ ସେହି। ତରପଣ କର ସେନା ଚାରି, ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ। ବାଜିରାଉତର ନାଁ ଲୁଚି ନାହିଁ, ମୁକତି ପଥର ସୈନିକ ସେହି। ତରପଣ କର ସେନା ଚାରି, ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ। ପିଲାମାନେ, ତମମାନେ ତ କେତେ ବଢ଼ିଆ କବିତା ଆବୃତ୍ତି କଲ। ବହୁତ ସୁନ୍ଦର ଥିଲା କବିତା ଆବୃତ୍ତି। ତମେମାନେ କବିତାକୁ ପଢ଼ିଲ, ବୁଝିଲ, ବାଜିରାଉତଙ୍କ ସମ୍ବନ୍ଧରେ ଜାଣିଲ ଆଉ ତାଙ୍କ ମହାନ ବଳିଦାନ ସମ୍ପର୍କରେ ବି ଜାଣିଲ। ଏବେ ମୁଁ ଏଇ ପଦ୍ୟାଂଶ ସମ୍ପୃକ୍ତ ତମକୁ କିଛିଟା ପ୍ରଶ୍ନ ପଚାରିବି ଆଉ ତମମାନେ ମୋତେ ତାର ଉତ୍ତର ଦେବ। ହେଲା? କହିଲ, କବିତାରେ କାହା ବିଷୟରେ ବର୍ଣ୍ଣନା କରାଯାଇଛି? କୁହ ତ, କବିତାରେ କାହା ବିଷୟରେ ବର୍ଣ୍ଣନା କରାଯାଇଛି? ହଁ, କବିତାରେ ଶହୀଦ ବାଜିରାଉତଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ବହୁତ ସୁନ୍ଦର ଉତ୍ତର। ଯିବା ପରବର୍ତ୍ତୀ ପ୍ରଶ୍ନକୁ। ଦେଖ ତ ପରବର୍ତ୍ତୀ ପ୍ରଶ୍ନ କ'ଣ କହୁଛି? ବାଜିରାଉତଙ୍କୁ କି ପ୍ରକାର ସୈନିକ ବୋଲି କୁହାଯାଇଛି? କୁହ କୁହ, କି ପ୍ରକାର ସୈନିକ କୁହାଯାଇଛି? ବାଜିରାଉତଙ୍କୁ ମୁକତି ପଥର ସୈନିକ ବୋଲି କୁହାଯାଇଛି। ଯିବା ପରବର୍ତ୍ତୀ ପ୍ରଶ୍ନକୁ। କହିଲ, କ'ଣ ଫେଇ ବା ଖୋଲି ସେଇ ମହାନ ନାମକୁ ଉଚ୍ଚାରଣ କରି ତର୍ପଣ କରିବାକୁ କୁହାଯାଇଛି? କୁହ ତ। ହଁ, ସ୍ୱାଧୀନତା ସଂଗ୍ରାମର ପୁରାଣ ବା ଇତିହାସ ଫେଇ ସେହି ନାମକୁ ଉଚ୍ଚାରଣ କରି ତର୍ପଣ କରିବାକୁ କୁହାଯାଇଛି। ବହୁତ ସୁନ୍ଦର ଉତ୍ତର ଥିଲା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପିଲାମାନେ, ମୁଁ ଏବେ ଗୋଟିଏ ଶବ୍ଦ ପଚାରିବି ଆଉ ତମମାନେ ମୋତେ ତାର ଅର୍ଥ କହିବ। କହିଲ, ମୁକତି ଶବ୍ଦର ଅର୍ଥ କ'ଣ? କୁହ କୁହ, ମୁକତି ଶବ୍ଦର ଅର୍ଥ କ'ଣ? ହଁ, ମୁକତି ଶବ୍ଦର ଅର୍ଥ ହେଲା ମୁକ୍ତି ବା ଆଜାଦ। ବର୍ତ୍ତମାନ ମୁଁ ଗୋଟିଏ ଶବ୍ଦ କହିବି, ତମେମାନେ ମୋତେ ତାର ଗୋଟେ ପ୍ରତିଶବ୍ଦ କହିବ। ହେଲା? କୁହ ତ, ସୈନିକ ଶବ୍ଦର ପ୍ରତିଶବ୍ଦ କ'ଣ ହବ? ସୈନିକ ର ଗୋଟେ ପ୍ରତିଶବ୍ଦ ହେଉଛି ଯୋଦ୍ଧା କିମ୍ବା ସିପାହୀ। ସୈନିକର ଗୋଟେ ପ୍ରତିଶବ୍ଦ ହେଉଛି ଯୋଦ୍ଧା କିମ୍ବା ସିପାହୀ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପିଲାମାନେ, ମୁଁ ବର୍ତ୍ତମାନ ତମକୁ ଗୋଟେ ଶବ୍ଦ ଦେବି ଆଉ ସେ ଶବ୍ଦକୁ ତମେମାନେ ସନ୍ଧିରେ ବିଚ୍ଛେଦ କରି କହିବ। ସ୍ୱାଧୀନ, କୁହ ତ ସନ୍ଧି ବିଚ୍ଛେଦ କଲେ କ'ଣ ହବ? ହଁ, ବହୁତ ବଢ଼ିଆ ଉତ୍ତର ଦେଲେ ତମମାନେ। ସ୍ୱାଧୀନର ସନ୍ଧି ବିଚ୍ଛେଦ କଲେ ଅର୍ଥ ହେବ ସ୍ୱ ଯୁକ୍ତ ଅଧୀନ।
ଆଚ୍ଛା ସେମିତି ଉଚ୍ଚାରି ଶବ୍ଦର ସନ୍ଧି ବିଚ୍ଛେଦ କଲେ କଣ ହବ କୁହ ତ? ହଁ, ଉତ୍ ଯୁକ୍ତ ଚାରି ସମାନ ଉଚ୍ଚାରି। ଆଚ୍ଛା, ଆଉ ଗୋଟିଏ ପ୍ରଶ୍ନକୁ ଯିବା। ମୁଁ ତମକୁ କିଛିଟା ଶବ୍ଦ କହିବି, ତମେ ମାନେ ମତେ ତାର ବିପରୀତ ଶବ୍ଦ କହିବ। ବୁଝିହେଲା? ଚାଲ। ମୁକତି। ମୁକତିର ବିପରୀତ ଶବ୍ଦ କଣ ହବ କହିଲୁ କୁନି? ବାଃ, ବହୁତ ସୁନ୍ଦର। ମୁକତିର ବିପରୀତ ଶବ୍ଦ ହେଲା ବନ୍ଦୀ। ସ୍ୱାଧୀନର ବିପରୀତ ଶବ୍ଦ କଣ ହବ କହିଲ? ହଁ, ସ୍ୱାଧୀନର ବିପରୀତ ଶବ୍ଦ ହେଲା ପରାଧୀନ। ଆଚ୍ଛା ପିଲାମାନେ, ଆମେ କେତେ ବଢିଆ କବିତା ଆବୃତ୍ତି କଲେ। ପିଲାମାନେ, ଏବେ ମୁଁ ତୁମକୁ କିଛିଟା ଶବ୍ଦ କହିବି, ଆଉ ତମେ ମାନେ ମତେ ତାର ବିପରୀତ ଶବ୍ଦ କହିବ। କୁହ ତ, ମୁକ୍ତର ବିପରୀତ ଶବ୍ଦ କଣ ହବ? କୁହ କୁହ। ହଁ, ମୁକ୍ତର ବିପରୀତ ଶବ୍ଦ ହେଲା ବନ୍ଦୀ। ଆଚ୍ଛା କୁନି, ତୁ କହିଲୁ ସ୍ୱାଧୀନର ବିପରୀତ ଶବ୍ଦ କଣ ହବ? ହଁ, ସ୍ୱାଧୀନର ବିପରୀତ ଶବ୍ଦ ପରାଧୀନ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ବହୁତ ସୁନ୍ଦର ଉତ୍ତର ଦଉଛ ତମମାନେ। ଏବେ ମୁଁ ତମମାନଙ୍କୁ କିଛିଟା ଶବ୍ଦ ଦେବି, ଆଉ ତମମାନେ ମତେ ତାର ପ୍ରତିଶବ୍ଦ କହିବ। ହେଲା? କୁହ ତ, ପଥର ପ୍ରତିଶବ୍ଦ କଣ ହବ? ବହୁତ ବଢିଆ। ପଥର ଗୋଟେ ପ୍ରତିଶବ୍ଦ ହେଲା ମାର୍ଗ। ଆହୁରି ବି ଗୋଟେ ପ୍ରତିଶବ୍ଦ ତାର ରାସ୍ତା। ଆଚ୍ଛା କହିଲ, ସୈନିକର ପ୍ରତିଶବ୍ଦ ସେମିତି କଣ ହେଇପାରିବ? ହଁ, ସୈନିକର ଗୋଟେ ପ୍ରତିଶବ୍ଦ ହେଲା ଯୋଦ୍ଧା। ବୀର ବି ସୈନିକର ଗୋଟେ ପ୍ରତିଶବ୍ଦ। ପିଲାମାନେ, ଆମେ କବିତାକୁ ଆବୃତ୍ତି କଲେ। କବିତା ମାଧ୍ୟମରେ ବାଜି ରାଉତଙ୍କ ବଳିଦାନ ସମ୍ପର୍କରେ ଜାଣିଲେ, ଆଉ ଏ ପଦ୍ୟାଂଶ ସମ୍ପୃକ୍ତ ପ୍ରଶ୍ନ ଉତ୍ତର ବି କଲେ। ଏବେ ଆମେ କବିତାରୁ କଣ ବୁଝିଲେ ତମେ ମାନେ ମତେ କହିବ। କୁହ ତ, ଆମେ କବିତାରୁ କଣ ବୁଝିଲେ? କବିତାର ସାର କଥା କଣ? ହଁ, ପିଲାମାନେ, ଏଇ କବିତାର ସାରାଂଶ ବା ସାର କଥା ହେଲା, ଓଡ଼ିଶାର ବୀର ସ୍ୱାଧୀନତା ସେନାନୀ ବାଜି ରାଉତଙ୍କୁ ଆମେ ଏଇ କବିତା ମାଧ୍ୟମରେ ସ୍ମରଣ କରୁଛୁ। ଜାଣିଛ କବି କଣ କହୁଛନ୍ତି? କବି କହୁଛନ୍ତି ଯେ ବାଜି ରାଉତ ହେଲେ ଦେଶର ସ୍ୱାଧୀନତା ପାଇଁ ଯେ ନିଜ ଜୀବନ ବଳିଦାନ କରିଥିବା ଏକ ବୀର ସେନାନୀ। ତାଙ୍କ ନାମ ସଦା ଇତିହାସରେ ଅମର ହେଇ ରହିବ ଏବଂ ଆମେ ତାଙ୍କୁ ସମ୍ମାନ ସହ ସ୍ମରଣ କରିବା ଉଚିତ। ବୁଝିଲ? ପିଲାମାନେ, ଆମେ କବିତା ପଢିଲେ, କବିତାର ସାରାଂଶ ବୁଝିଲେ, ବାଜି ରାଉତଙ୍କ କଥା ବୁଝିଲେ। ଏବେ ମୁଁ ତମମାନଙ୍କୁ କିଛିଟା କାମ ଦେବି, ତମେମାନେ ଘରୁ କରି ଆଣିବ। ଦେଖ, ମୁକତି ପଥର ସୈନିକ ବୋଲି କାହାକୁ ଓ କାହିଁକି କୁହାଯାଇଛି? ପରବର୍ତ୍ତୀ ପ୍ରଶ୍ନ ଦେଖ, ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ, ଏଇ ଧାଡିଟିର ଅର୍ଥ କଣ? ପରବର୍ତ୍ତୀ ପ୍ରଶ୍ନ, ବାଜି ରାଉତଙ୍କ ନାମ କାହିଁକି ଇତିହାସ ପୃଷ୍ଠାରୁ ଲୁଚିଯିବ ନାହିଁ ବୋଲି କବି କହିଛନ୍ତି? ପରବର୍ତ୍ତୀ ପ୍ରଶ୍ନ, ବାଜି ରାଉତ କେଉଁ ପରିସ୍ଥିତିରେ ନିଜର ପ୍ରାଣ ବଳି ଦେଇଥିଲେ? ପରବର୍ତ୍ତୀ ପ୍ରଶ୍ନ, ବାଜି ରାଉତର ନାଁ ଲୁଚି ନାହିଁ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।